ନମସ୍କାର ଦର୍ଶକ ବନ୍ଧୁଗଣ, ଆର୍‌ଟିଓ ତରଫରୁ ଇ ଚାଲାଣକୁ ନେଇ ଏକ ବଡ଼ ଘୋଷଣା ଆସିଯାଇଛି। ଯଦି ଆପଣ ଆପଣଙ୍କର ଭେହିକିଲଟିକୁ ଚଲାଉଛନ୍ତି ଏବଂ ଆର୍‌ଟିଓ ତରଫରୁ କୌଣସି ଏକ ଚାଲାଣ ଯଦି ଆପଣଙ୍କ ଗାଡ଼ି ଉପରେ କଟାଯାଇଥାଇପାରେ, ତାହେଲେ ଯଦି ଆପଣ ସେଇ ଚାଲାଣଟିକୁ ଏପର୍ଯ୍ୟନ୍ତ ପେ କରିନାହାନ୍ତି, ଯାହାର ଅବଧି ପାଖାପାଖି 3 ମାସରୁ ଅଧିକ ହୋଇଗଲାଣି, ତାହେଲେ ବନ୍ଦ ହୋଇଯାଇପାରେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସଟି ବା ସସ୍ପେଣ୍ଡ ହୋଇଯାଇପାରେ କିଛି ଦିନ ପାଇଁ। ଆସନ୍ତୁ ଏହି ଭିଡ଼ିଓରେ ଆମେ ସେଗୁଡ଼ିକୁ ଆଲୋଚନା କରିବା ଯେ କେଉଁ କାରଣ ପାଇଁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସଟି ସସ୍ପେଣ୍ଡ ହୋଇଯାଇପାରେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଯଦି ଆପଣ ଏ ଚ୍ୟାନେଲଟିକୁ ନୂଆ କରି ଆସିଛନ୍ତି ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଗତ ଆର୍ଥିକ ବର୍ଷ 2024 ଆଉ 25ରେ ପାଖାପାଖି ଆର୍‌ଟିଓ ଦ୍ୱାରା 42,000 କୋଟି ଟଙ୍କାର ଇ ଚାଲାଣ କଟାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ତାହାର 1/3 ବା ପାଖାପାଖି 15,000 କୋଟି ଟଙ୍କାର ଇ ଚାଲାଣ କଲେକ୍ଟ କରାଯାଇଛି ଏବଂ ବହୁତ ଗୁଡ଼ିଏ ଇ ଚାଲାଣର ପେମେଣ୍ଟ ବାକି ରହିଛି, ଯାହାକି ପାଖାପାଖି 2/3 କ'ଣ ହେଇଛି ନା ଇ ଚାଲାଣ ଏପର୍ଯ୍ୟନ୍ତ କଲେକ୍ଟ ହୋଇପାରୁନାହିଁ ଏବଂ ସରକାର ଏହି ଇ ଚାଲାଣ କଲେକ୍ଟ ନ ହୋଇପାରୁଥିବାରୁ ତା ଉପରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯଦି ଆପଣ ଇ ଚାଲାଣଟିକୁ ବା ଆପଣଙ୍କର ଇ ଚାଲାଣ କଟାଯାଇଛି ଏବଂ ଆପଣ ତାହାକୁ 3 ମାସ ମଧ୍ୟରେ ଯଦି ପଇଠ ନ କରୁଛନ୍ତି, ତାହେଲେ ଆର୍‌ଟିଓ କ'ଣ କରିବ ନା ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସଟିକୁ ରଦ୍ଦ କରିଦେବ ବା ବନ୍ଦ କରିଦେବ। ସେଇ ବନ୍ଦ କେତେ ଦିନ ପାଇଁ କରିବ ନା ଆପଣ ଯେତେ ଦିନ ପର୍ଯ୍ୟନ୍ତ ସେ ଇ ଚାଲାଣଟିକୁ କ୍ଲିଅର୍ ନ କରିଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସଟି ସସ୍ପେଣ୍ଡ ଭାବେ ରହିବ। ଏହା ରହିଲା ପ୍ରଥମ ପଦକ୍ଷେପ ଏବଂ ଦ୍ୱିତୀୟ ପଦକ୍ଷେପଟି କ'ଣ ନେଇଛନ୍ତି ନା ଯଦି ଗୋଟାଏ ବର୍ଷ ମଧ୍ୟରେ ଯଦି ଆର୍‌ଟିଓ ତରଫରୁ ଆପଣଙ୍କର 3 ଗୋଟି ଇ ଚାଲାଣ କଟାଯାଇଥାଇପାରେ ବା ଆପଣଙ୍କ ଯେଉଁ ଡ୍ରାଇଭର ଭାଇମାନେ ଚଲାଉଛନ୍ତି, ଯଦି ଗୋଟେ ବର୍ଷରେ ତାଙ୍କ ଉପରେ 3ଟି ଇ ଚାଲାଣ କଟାଯାଇଥାଏ, ତାହେଲେ ତାଙ୍କ ଡ୍ରାଇଭିଂ ଲାଇସେନ୍ସଟି 3 ମାସ ପାଇଁ ସସ୍ପେଣ୍ଡ କରାଯିବ। ଏହା ରହିଲା 2 ଗୋଟି କାରଣ, ଯାହାକି ଆର୍‌ଟିଓ ଦ୍ୱାରା ଏକ ନୋଟିଫିକେସନ୍ ଆସିଯାଇଛି। ଆଶା କରୁଛି ମୋର ବନ୍ଧୁମାନେ ଭଲ ଭାବରେ ବୁଝିପାରୁଥିବେ। ଯଦି ନ ବୁଝିପାରୁଛନ୍ତି ବା କୌଣସି ଏକ ଡାଉଟ୍ ଅଛି, ତାହେଲେ କମେଣ୍ଟ ମାଧ୍ୟମରେ ଆପଣ ଜଣାଇ ଦିଅନ୍ତୁ। ନମସ୍କାର।